ପିଉଛନ୍ତି କି ଅଧିକ ପଇଡ଼ ପାଣି? ଲାଭ ବଦଳରେ ହୋଇଯିବ ବଡ଼ କ୍ଷତି। ବ୍ଲଡ୍ ପ୍ରେସର ଓ ସୁଗାର ରୋଗୀଙ୍କ ପାଇଁ ଆଣିଲା ବଡ଼ ସମସ୍ୟା। ବଢ଼ିବ ଶରୀରର ଓଜନ, ଅଚଳ ହେବ କିଡ୍ନି। ପଇଡ଼ ପାଣି ସ୍ୱାସ୍ଥ୍ୟ ପାଇଁ ବେଶ୍ ହିତକର। ଏଥିପାଇଁ ଅଧିକାଂଶ ଲୋକେ ସକାଳୁ ପଇଡ଼ ପାଣି ପିଇବାକୁ ଭଲ ପାଆନ୍ତି। ଏହାକୁ ପିଇବା ଦ୍ୱାରା ଶରୀରରେ ଅନେକ ସମସ୍ୟା ଦୂର ହୋଇଥାଏ। ପଇଡ଼ ପାଣିରେ ପୋଟାସିୟମ୍, ସୋଡିୟମ୍, କାର୍ବୋହାଇଡ୍ରେଟ୍ ପ୍ରଚୁର ପରିମାଣରେ ଥାଏ, ଯାହା ସ୍ୱାସ୍ଥ୍ୟର ଅନେକ ସମସ୍ୟା ଦୂର କରିଥାଏ। କିନ୍ତୁ ଆପଣ ଜାଣିଛନ୍ତି କି ଅଧିକ ପରିମାଣରେ ପଇଡ଼ ପାଣି ପିଇଲେ ସ୍ୱାସ୍ଥ୍ୟ ପାଇଁ ବହୁତ କ୍ଷତି ହୋଇପାରେ। ମଧୁମେହ ରୋଗୀଙ୍କ ପାଇଁ ଏହି ପାଣି କ୍ଷତିକାରକ। ଏଥିରେ କାର୍ବୋହାଇଡ୍ରେଟ୍ ଏବଂ କ୍ୟାଲୋରି ଅଧିକ ଥିବାରୁ ମଧୁମେହ ରୋଗୀଙ୍କୁ ସୁସ୍ଥ କରିବା ବଦଳରେ କ୍ଷତି ପହଞ୍ଚାଇଥାଏ। ଯେଉଁମାନଙ୍କର ନିମ୍ନ ରକ୍ତଚାପ ବା ଲୋ ବିପି ସମସ୍ୟା ଥାଏ, ସେମାନଙ୍କ ପାଇଁ ପଇଡ଼ ପାଣି ପିଇବା କ୍ଷତିକାରକ ହୋଇପାରେ। ଯଦି ଆପଣ ଜଣେ ଲୋ ବିପି ରୋଗୀ, ତେବେ ପଇଡ଼ ପାଣି ପିଇବା ପୂର୍ବରୁ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ। ଅଧିକ ପରିମାଣରେ ପଇଡ଼ ପାଣି ପିଇବା ଦ୍ୱାରା ଥଣ୍ଡାରୁ ପାଦ ଫୁଲିବା ଭଳି ସମସ୍ୟା ଦେଖାଦିଏ। ତେଣୁ ଏକ ସୁସ୍ଥ ଖାଦ୍ୟ ବ୍ୟତୀତ ସୀମିତ ପରିମାଣରେ ନଡ଼ିଆ ପାଣି ପିଅନ୍ତୁ। ପଇଡ଼ ପାଣିରେ ପୋଟାସିୟମ୍ ପ୍ରଚୁର ପରିମାଣରେ ମିଳିଥାଏ, ଯାହା ଶରୀରର ଓଜନ ବଢ଼ାଇବା ସହ କିଡ୍ନି ଉପରେ ପ୍ରଭାବ ପକାଇପାରେ। ଯଦି ଆପଣ କିଡ୍ନି ରୋଗୀ, ତେବେ ପଇଡ଼ ପାଣି ପିଇବା ପୂର୍ବରୁ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ।